ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଭାଲୁ ଆକ୍ରମଣରୁ ନିଜ ଜୀବନ ବଞ୍ଚାଇ ପାରିଲେ ଯୁବକ। ହଁ ଦର୍ଶକ ବନ୍ଧୁ, ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ପଡ଼ୋଶୀ ଜିଲ୍ଲା ଛତିଶଗଡ଼ କାଙ୍କେର ଠାରେ। କାଙ୍କେର ନରହରିପୁର ଗ୍ରାମରୁ ଏକ ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଯାଇଛି। ଗୋଟିଏ ଜଙ୍ଗଲୀ ଭାଲୁ ଗ୍ରାମ ଭିତରେ ପଶି ଜଣେ ବ୍ୟକ୍ତି ଦୋକାନ ଘରେ ଶୋଇଥିଲା ବେଳେ ଖାଦ୍ୟ ଅନ୍ୱେଷଣରେ ଦୋକାନ ଭିତରେ ପଶି ଯାଇଥିଲା। ଆଉ ଦର୍ଶକ ବନ୍ଧୁ, ଦୋକାନ ଭିତରେ 4 ମିନିଟ୍ କାଳ ଭାଲୁଟି ତାଣ୍ଡବ କରିଛି। ଦୋକାନର ଜିନିଷପତ୍ର ସବୁ ଫୋପାଡ଼ି ଦେଇଥିଲା। ଏସବୁ ଜାଣିପାରି ଯୁବକଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ଆସନ୍ନ ବିପଦରୁ ବର୍ତ୍ତି ଯାଇଛନ୍ତି। ବିଳମ୍ବିତ ରାତିରେ ଦୋକାନ ଭିତରକୁ ଭାଲୁଟି ଆସିବାର ଜାଣି ଯୁବକ ଚୁପ୍ ହେଇକି ଶୋଇଯାଇଥିଲେ। ଭାଲୁଟି ଯୁବକଙ୍କ ପାଖରେ ଥିବା ବିଭିନ୍ନ ଆସବାବପତ୍ରକୁ ଖେଳେଇବା ସହ ମନ ଇଚ୍ଛା ଭଙ୍ଗାରୁଜା କରିଥିଲା। ଏହି ସମୟରେ ଯୁବକ ଓ ଭାଲୁ ମଧ୍ୟରେ ମାତ୍ର କେଇ ଇଞ୍ଚରେ ବ୍ୟବଧାନ ଥିଲା। ଯୁବକଟି ଅତି ସତର୍କତା ସହ ଚୁପ୍ ହୋଇ ଶୋଇଯାଇଥିଲେ। 4 ମିନିଟ୍ ଯୁବକ ଓ ଭାଲୁ ପାଖାପାଖି ରହିଥିଲେ ମଧ୍ୟ ଯୁବକଙ୍କୁ ଭାଲୁ ଆକ୍ରମଣ କରିନଥିଲା। ଫଳରେ ଏକ ନିଶ୍ଚିତ ବିପଦରୁ ଯୁବକ ଜଣ ବର୍ତ୍ତି ଯାଇଥିଲେ ଓ ତାଙ୍କ ଜୀବନ ରକ୍ଷା କରିପାରିଥିଲେ। ନବରଙ୍ଗପୁର ଜିଲ୍ଲା କଷାଗଣ୍ଡାରୁ ପବ୍ଲିକ୍ ଡିମାଣ୍ଡ ନ୍ୟୁଜ୍ 24/7।